ବହୁତ ଡିଟେକ୍ଟିଭ ବହି ପଢିଛି। ମନେ ଅଛି ଦିଲ୍ଲୀରେ ଜବ୍ କଲାବେଳେ ମୁଁ ଦିଲ୍ଲୀ ଯାଉଥିଲି, ମୋର ଆଜ୍ଞା ସାଇଡ୍ ଅଫରଟାକୁ ମୁଁ ବୁକ୍ କରେ ସବୁବେଳେ। ସାଇଡ୍ ଅଫରଟା ମାନେ ସେଠୁ କେହି ତମକୁ ହଇରାଣ କରିବେନି। ଗୋଟିଏ ଆଚ୍ଛା ଦିଟି ବହି କିଣିବି, ଦିଲ୍ଲୀ ହବ, ହୁଁ ଖାଇବି, ୱାସରୁମ ଯିବି, ଆସିବି, ବହି ପଢିବି। କାରଣ ସେତେବେଳେ ମୋବାଇଲ ନଥିଲା। ହଁ ବହି ପଢିବି, ପୁଣି ତଳକୁ ଯିବି, ବହି ପଢିବି। ମାନେ ଦିଟା ନଭେଲ ସରିଲା ବେଳକୁ ଦିଲ୍ଲୀ ହେଇଯାଇଥିବ। ଆଉ ଗୋଟେ ହଁ ଗୋଟେ ନଭେଲ 350-400 ପେଜର ଓ ଥାଏ। ତାପରେ ମୁଁ ଆକ୍ଚୁଆଲି ମାନେ ଯୋଉଟା ଆକ୍ଚୁଆଲି ପ୍ରକୃତ ସାହିତ୍ୟ ତାଠୁ ବହୁତ ଦୂରରେ ଥିଲି। ମତେ ଏଇ ସବୁ ଜିନିଷକୁ ମତେ ମାନେ ଯୋଉଟା ଏଥିରେ ମୁଁ ଦେଖେ ରିଅଲ ଲାଇଫ ଇନସିଡେଣ୍ଟ ଗୁଡାକ ମିଳେ। ହଁ ଡିଟେକ୍ଟିଭ ବହି ହଉ କି ତା ଭିତରେ ନର୍ମାଲ ଲାଇଫ ଇନସିଡେଣ୍ଟ ମିଳେ। ଆଉ ଗୋଟେ ଜିନିଷ ଓଡିଆରେ ବେଙ୍ଗଲି ଅଲଗା ଲିଟରେଚରରେ ତାଙ୍କ ନଭେଲ ତାଙ୍କର ଅଲରେଡି ତାଙ୍କର ସ୍କ୍ରିନ୍ ପ୍ଲେଟା ତାଙ୍କ ନଭେଲରେ ହିଁ ଥାଏ, କିନ୍ତୁ ଆମର ଏଠି ଓ କମି ଥାଏ। ହଁ ଓଡିଶା ରାଇଟର ମାନଙ୍କର ଯୋଉ ବହି ଗୁଡାକ ପଢିବ ତମେ, ହୁଁ ସିନେମାଟିକ କରିବା ପାଇଁ କାହିଁକି ଆମେ ଏଠି ହାରି ଯାଉଛେ ସବୁବେଳେ, ସେ ଭଲ ବହିଟାକୁ ଆମେ ସିନେମା କରିପାରୁନେ। ହୁଁ କାହିଁକି ନା ଆମର କାହାଣୀ ଗୁଡାକ ଏତେ ମାନେ ସ୍କ୍ରିନ୍ ପ୍ଲେ ହିସାବରେ କରିବା ପାଇଁ ଭଲ ରାଇଟର ନାହାନ୍ତି, ଜଣେ ହେଇପାରେନି। ପୁଷ୍କର ଆଜ୍ଞା ଗୋଟେ ଭଲ ଏକ୍ସାମ୍ପଲ, ଯୋଉଟା ଆମେ ହଁ ବହିଟାକୁ ହଁ ନେଇକି ଭଲ ଫିଲ୍ମ ଗୋଟେ ନାଦବିନ୍ଦୁ କରିପାରିଛେ। ନାଦବିନ୍ଦୁ ନା ହଁ, କିନ୍ତୁ ଆଉ ପ୍ରାୟ ଜାଗାରେ ଆମେ 6 ମାଣ 8 ଗୁଣ୍ଠରେ ଆମେ ଫେଲ ହେଇଛେ। ଆମେ ହଁ ବହୁତ ଜାଗାରେ ଭଲ ଭଲ ସ୍କ୍ରିପ୍ଟକୁ ମାନେ ଯୋଉଟାକୁ ଆମେ କାହିଁକି ନା ବହି ପଢିବା ଆଉ ଫିଲ୍ମରେ ବନେଇବା ଭିତରେ ବହୁତ ଗୁଡିଏ ଫରକ ଥାଏ। ଆଜ୍ଞା ତ ତାକୁ ସ୍କ୍ରିନ୍ ପ୍ଲେ ଯୋଉ ରିପ୍ରେଜେଣ୍ଟେସନ ଥାଏ ମେ ବି ସେଇଥିରେ ଆମେ ବୋଧେ ସେଠି କିଛି ସେଇଥିରେ ଇମ୍ପ୍ରୁଭମେଣ୍ଟ ଆମେ ଦରକାର ଲ୍ୟାକ୍ ପଡୁଛି। କରିବେ। ହଁ। ଆଜ୍ଞା